हेलो ओडिशा वेलकम टू शिक्षा भवन दि एजुकेशनल ओडिया यूट्यूब चैनल। तो एबे पढ़िबा दशम श्रेणी भूगोलर प्रथम अध्यायर द्वितीय पाठ जेमती देखुछंती एडे भू संबल। ठीक अछि। तो ए पाठ पढ़िले आमे जानिबा कि भारत रे ए भू संबलर परिमाण केते अछि एवं एई परिमाण पृथ्वीर परिमाणर केते परसेंट अछि एवं भारत रे भूमि को आमे को परि व्यवहार करूचे हगिने तापर पृथ्वीर भूमि केते केते प्रकार अछि को भूमि को प्रकार अच्छी दुनिया कथा ये पढ़िया पाइबा। तो बहुत इंपोर्टाट क्लास रोचे। ठीक अच्छे। तो आरंभ कली पाठ। तो आम्भे माने भूमि उपरे बास करू ऑब्वियसली आमे समस्ते माटी रे ही हमर पद चरणा करूचे माटी को आमे व्यवहार करके बंच के रोचे ता ऊपर ही चला बुला रहबा पीबा खाइबा सब है ना। ठीक अछि। तो आमर समस्त प्रकार सामाजिक और अर्थनैतिक कार्यकलाप ଏହା ଉପରେ କାର୍ଯ୍ୟକାରୀ ହୋଇଥାଏ ଯେହେତୁ ମାଟି ଅଛି ଆମେ ତ ଶୂନ୍ୟରେ ରହୁନେ ନା ତ ସବୁ ବା ମଣିଷ ମାନେ ସବୁ ଶ୍ରେଣୀର ମଣିଷ ମାନେ ମାଟିକୁ ବିଭିନ୍ନ ଉପାୟରେ ୟୁଜ କରିଥାନ୍ତି। ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମେ ଭୂମିକୁ ବ୍ୟବହାର କରିଥାଉ। ଆମର କାର୍ଯ୍ୟକଳାପ ଆମର ଜନ୍ମ ମାଟି ଉପରେ ଆମର ମୃତ୍ୟୁ ମଧ୍ୟ ସେ ମାଟି ଉପରେ। ତ ଆମର ଏ ଠୁ ଜେଡ୍ କାମ ସବୁ କୋଉଠି ନା ଏ ମାଟି ଉପରେ ହିଁ ନିର୍ବାହ କରିଥାଉ। ସେଥିପାଇଁ ଭୂମିକୁ ଏକ ମୌଳିକ ପ୍ରାକୃତିକ ସମ୍ବଳ ଓ ପ୍ରକୃତିର ଏକ ଅମୂଲ୍ୟ ଦାନ ଭାବରେ ବିଚାର କରାଯାଏ। ମୌଳିକ ପ୍ରାକୃତିକ ସମ୍ବଳ କାହିଁ କୁହାଗଲା ନା କାହିଁକି ନା ଏ ମାଟି ହଉଛି ଗୋଟେ ମୌଳିକ ବୋଲେ କଣ ନା ଯୋଉଟା କି ସବୁ ଆଡେ ବା ଫାଷ୍ଟ ଦରକାର ହବ କି ସବୁଠାରେ ଆବଶ୍ୟକ ହଉଥିବ ସବୁ ଆଡେ ମିଳୁଛି କାହିଁକି ଫାଷ୍ଟ ଆମକୁ ମାଟି ହିଁ ଆବଶ୍ୟକ ହୁଏ। ଯଦି ମାଟି ନାହିଁ ଆମର ଅସ୍ତିତ୍ୱ ହିଁ ରହିବ ନାହିଁ। ଠିକ ଅଛି। ସେ କଥା ସେ କହିଲା। ଆଣ୍ଡ ଏବେ ଦେଖନ୍ତୁ ଭୂ ସମ୍ବଳର ବିନିଯୋଗ ଏଟା ଆକ୍ଚୁଆଲି ଆମର 5 ମାର୍କ ଗୋଟେ ଲଙ୍ଗ କ୍ୱେଶ୍ଚିନ୍ ପଚାରେ ଯେ ଆମେ ପୃଥିବୀରେ ବା ଭାରତର ଭୂମିକୁ କୋଉ କୋଉ ପାଇଁ ବା କୋଉ କୋଉ କାର୍ଯ୍ୟରେ ବିନିଯୋଗ କରିଥାଉ। ରାଇଟ୍। ତ ଦେଖନ୍ତୁ 5 ମାର୍କ ମୁଁ କହୁଛି ଆରମ୍ଭ ହବ କେମିତି ଲଙ୍ଗ କ୍ୱେଶ୍ଚିନ୍ ଟା। ଭୂମି ପ୍ରକୃତିର ସମସ୍ତ ପରିସଂସ୍ଥାରେ ଥିବା ସମଗ୍ର ଜୀବ ଜଗତର ଭାର ବହନ କରିଥାଏ। ଘଟଣା କଣ ଯଦି ଭାବନ୍ତୁ ଏଇଟା ମୋର ଭୂମିଟା ରହିଛି ତ ଭୂମିରେ ଯେତିକି ବି ଇକୋସିଷ୍ଟମ ଅଛି ଭାବନ୍ତୁ ମୋ ପରିସଂସ୍ଥା ଯେତିକି ବି ଆମର ପ୍ରାଣୀ ଜଳୀୟ ପ୍ରାଣୀ ମାନେ କଥା କୁହନ୍ତୁ କି ବନ୍ୟ ପ୍ରାଣୀ କଥା କୁହନ୍ତୁ କି ପର୍ବତ ପାହାଡ ଯେତିକି ଦୁନିଆ ଯାହା ବି ଅଛି ସବୁ ଏ କଣ ନା ଏ ଭୂମି ଉପରେ ହିଁ ସେମାନଙ୍କର ଅସ୍ତିତ୍ୱଟା ତିଷ୍ଠି ରହିଛି। ଠିକ ଅଛି। ବା ସବୁ ଭାର ବା ସବୁ ଜିନିଷ ବା ସବୁ ପ୍ରାଣୀ ସେ ଜୀବିତ ପ୍ରାଣୀ ହଉ କି ନିର୍ଜୀବ ପ୍ରାଣୀ ନିର୍ଜୀବକୁ ତ ପ୍ରାଣୀ କୁହାଯିବନି ନିର୍ଜୀବ ବସ୍ତୁ ଗୁଡାକ ସବୁ କଣ ନା ମାଟି ଉପରେ ହିଁ ରହିଛନ୍ତି। ମନୁଷ୍ୟ ଭୂମିକୁ ବିଭିନ୍ନ ଭାବରେ ବ୍ୟବହାର କରିଥାଏ ସେଇଗୁଡିକ ହେଲା ଦେଖନ୍ତୁ ଏଇଟା ଆମର B1 ଠିକ ଅଛି। B1 କୁ ଆମେ କ ବୋଲିକି ମଧ୍ୟ ଲେଖିପାରିବା କିଛି କଥା ନାହିଁ। B1 କଣ ନା ଏହା ମନୁଷ୍ୟକୁ ଖାଦ୍ୟ ବସ୍ତ୍ର ବାସଗୃହ ଇତ୍ୟାଦି ମୌଳିକ ଆବଶ୍ୟକତା ଯୋଗାଇଥାଏ। କିଏ ଏହା ବୋଲେ କିଏ ଏଇଠି କହୁଛି ଆମକୁ ଏ ଭୂମି ସମ୍ବଳ ବା ମାଟି ମଣିଷକୁ କଣ ନା ଖାଦ୍ୟ ବସ୍ତ୍ର ବାସଗୃହ ଯୋଗାଉଛି କାହିଁକି ନା ମଣିଷ ମାଟିରୁ ହିଁ କିଛି ନିଜ ପାଇଁ ବାସଗୃହ ଖାଦ୍ୟ ଆଉ ବସ୍ତ୍ର ଲାଭ କରୁଛି ଯୋଉଟାକ ତାଙ୍କ ପାଇଁ ବହୁତ ମୌଳିକ ଆବଶ୍ୟକତା। କିଛି ନ ଦରକାର ହେଲେ ନାହିଁ ଆଗ ମଣିଷକୁ ଖାଦ୍ୟ ଦରକାର ଦ୍ଵିତୀୟରେ ବସ୍ତ୍ର ଦରକାର ତାପରେ ବାସଗୃହ ଦରକାର। ଠିକ ଅଛି। ନେକ୍ସଟ କଣ କହୁଛି ନା ଭୂମିରେ ବିଭିନ୍ନ ପ୍ରକାର କୃଷି କାର୍ଯ୍ୟ କରାଯାଏ ଖାଦ୍ୟ ଶସ୍ୟ ଉତ୍ପନ୍ନ କରାଯାଇଥାଏ। ମଣିଷ ଯୋଉ ଖାଦ୍ୟ ଶସ୍ୟ ଉପରେ ନିର୍ବାହ କରେ ସେ କଣ ନା ଏ ଭୂମିରେ ସେ ଉତ୍ପାଦନ କରେ। ଠିକ ଅଛି। ଖାଦ୍ୟ ଶସ୍ୟ ବୋଲେ ବିଭିନ୍ନ ପ୍ରକାର ଖାଦ୍ୟ ଯେତିକି ସବୁ ଖାଇବା ପାଇଁ ୟୁଜ କରୁଛେ ସବୁ ଖାଦ୍ୟ ମାଟିରେ ହିଁ ଫଳଉଛି ମଣିଷ। B3 କଣ ଗ୍ରାମ ସହର ବିଭିନ୍ନ ଶିଳ୍ପ କେନ୍ଦ୍ର ଶିକ୍ଷା ସ୍ୱାସ୍ଥ୍ୟ ବଜାର ପ୍ରଶାସନିକ ଅନୁଷ୍ଠାନ ଇତ୍ୟାଦି ସ୍ଥାପିତ ହୋଇଥାଏ। ଯେତିକି ଆମ କୃତ୍ରିମ ଅନୁଷ୍ଠାନ ଗୁଡାକ ଯେତିକି ସବୁ ଅଛି ଆମର ମଣିଷ ଦ୍ୱାରା ଯେତିକି ସମ୍ଭବ ହୁଏ ସେଗୁଡାକୁ ବି ସେ କଣ କରେ ନା ମାଟି ଉପରେ ହିଁ ସେ ମାନେ ପ୍ରତିଷ୍ଠା କରେ। ରାଇଟ୍। ଯେମିତି ବିଭିନ୍ନ ପ୍ରକାର ରାସ୍ତାଘାଟ ମାଟି ଉପରେ ହୁଏ ରେଳପଥ ସେ ମାଟି ଉପରେ ହୁଏ ଉଡାଜାହାଜ ପଡିଆ ହଗିନି ସେ ମାଟି ଉପରେ ଏବଂ ସାମୁଦ୍ରିକ ବନ୍ଦର ନଦୀ ବନ୍ଦର କେନାଲ ଇତ୍ୟାଦି ପରିବହନ ମାଧ୍ୟମ ନିର୍ମାଣ କରାଯାଇଥାଏ ସେ ମାଟି ଉପରେ ହିଁ। ମାଟିକୁ ବା ଦେଇକି ଗୁଡାକୁ କେବେ ମଧ୍ୟ ସମ୍ଭବ ହେଇପାରିବ ନାହିଁ। ସମ୍ବାଦ ସଞ୍ଚାଳନ କେନ୍ଦ୍ର ମଧ୍ୟ ସ୍ଥାପିତ ହୋଇଥାଏ ଯେମିତି ଆମର ଓଟିଭି ମାନେ ସରି ଏବେ ଯୋଉ ଆସୁଛନ୍ତି କଣ ୱାରଲେସ୍ ବା ରେଡିଓ ଷ୍ଟେସନ ହଉ FM ଷ୍ଟେସନ ହଉ ଟିଭି ଷ୍ଟେସନ ହଉ ନ୍ୟୁଜ ଷ୍ଟେସନ ଯେତିକି ବି ସମ୍ବାଦ ମାନେ କଣ ପରିଚାଳନା କରିବା ପାଇଁ ବା ସମ୍ବାଦ ପରିବେଷଣ କରିବା ପାଇଁ ଯେତିକି ସବୁ କେନ୍ଦ୍ର ଗୁଡାକ ମଧ୍ୟ ସେ ମାଟି ଉପରେ ହିଁ ପ୍ରତିଷ୍ଠା କରାଯାଉଛି। ମନେକର 10 ତାଲା ବୋଲିକି ଯଦି କହନ୍ତୁ 10 ତାଲା है कि नहीं 10 ବିଲ୍ଡିଂ ଯଦି ଅଛି ତ ମନେକର ଟିଭି ଷ୍ଟେସନ ଉପରେ ଅଛି ହେଲେ ବି ସେ କଣ ଏଇନା ମାଟି ଉପରେ ହିଁ ତ ହେଇକି ଅଛି ସେଥିପାଇଁ ସେ କହୁଛି। ଠିକ ଅଛି।
ନେକ୍ସଟ କଣ କହୁଛି, ଭୂମିର ଉପରି ଭାଗରୁ ଓ ଆଭ୍ୟନ୍ତରରୁ ବିଭିନ୍ନ ପ୍ରକାର ଖଣିଜ ଦ୍ରବ୍ୟ ଉତ୍ତୋଳନ କରି କଞ୍ଚାମାଲ ଭାବେ ଶିଳ୍ପ କେନ୍ଦ୍ରମାନଙ୍କୁ ଯୋଗାଇଥାଏ। ଘଟଣା କଣ ହଉଛି, ଭାବିନିଅନ୍ତୁ ଏଇଟା ଆମର ମାଟି ବା ଭୂସମ୍ବଳ ବା ଭୂମି। ତ ଇଏ କଣ ହଉଛି ନା କିଛି କଣ କିଛି ବା କିଛି କଣ ସେଟା ଖଣିଜ ପଦାର୍ଥ କିଛି ତ ମାଟି ଉପରେ ମିଳେ, ତ ଆଉ କିଛି ମାଟିର ବହୁତ ଗଭୀର ପର୍ଯ୍ୟନ୍ତ ଖୋଳିବାକୁ ପଡେ କି ନାଇଁ। ତ ଏଗୁଡାକ କଣ କରାଯାଉଛି ନା ଏଗୁଡାକ ପ୍ରାଥମିକ ବା କଞ୍ଚାମାଲ ହିସାବରେ ମାନେ ବିଭିନ୍ନ କମ୍ପାନୀ ମାନଙ୍କୁ ନେଇକି ତାର ବାଇ ପ୍ରଡକ୍ଟ ଗୁଡାକୁ ସେ ତିଆରି କରିବାରେ ସକ୍ଷମ ହଉଛି। 6 ନମ୍ବର କଣ, ଭୂପୃଷ୍ଠରେ ଥିବା ଅରଣ୍ୟ, ତୃଣଭୂମି। ଅରଣ୍ୟ ବୋଲେ କଣ, ଯୋଉଟା ଗଛ ଜଙ୍ଗଲ ଅରଣ୍ୟ ଯାହା କହୁଛେ। ତୃଣଭୂମି କଣ ନା ଯୋଉଟା କି ଘାସ ଫାସ ଥାଏ, ପ୍ଲେନ ଏରିଆ ଗୁଡାକ ଥାଏ, ବେଶୀ ଜଙ୍ଗଲ ନଥାଏ ଏବଂ ସେଥିରେ ବାସ କରୁଥିବା ପ୍ରାଣୀ ମନୁଷ୍ୟର ବିଭିନ୍ନ ଆବଶ୍ୟକତା ପୂରଣ କରିବା ସଙ୍ଗେ ସଙ୍ଗେ ଏକ ଅନୁକୂଳ ପରିସଂସ୍ଥା ସୃଷ୍ଟି କରି ବିଶ୍ୱ ଜଳବାୟୁକୁ ମଧ୍ୟ ନିୟନ୍ତ୍ରଣ କରିଥାନ୍ତି ବା କରିଥାଏ। ଘଟଣା କଣ ହଉଛି ନା ଯେତିକି ବି ଅରଣ୍ୟ ଅଛି ବା ତୃଣଭୂମି ଅଛି ଯୋଉଟାକୁ କି ମନୁଷ୍ୟ ବହୁତ ହିତ ସାଧନା କରୁଛନ୍ତି, ସେଗୁଡାକ ମଧ୍ୟ କଣ ନା ଏ ଭୂପୃଷ୍ଠରେ ହିଁ ବା ଆମର ଭୂମିରେ ହିଁ କଣ ନା ସବୁ ତିଷ୍ଠିକି ଅଛନ୍ତି। ତା ଅର୍ଥ କଣ ନା ଆମେ ଯେତିକି ଜିନିଷ ଦେଖୁଛୁ ସବୁ ଗୁଡାକ କଣ ଏ ଭୂମିକୁ ଡାଇରେକ୍ଟ ୟା ଇନଡାଇରେକ୍ଟଲି ଭାବେ କଣ ନା ବ୍ୟବହାର କରନ୍ତି। କାମ କଥା ମୁଁ କହିଲି ଯେ ଏଇଟା କଣ ଆମର 5 ମାର୍କ ଲଙ୍ଗ କ୍ୱେଶ୍ଚିନ୍ ଗୋଟେ ଆସୁଛି, ବହୁତ ଇମ୍ପୋର୍ଟାଣ୍ଟ ରହୁଛି ଏଇଟା। ନେକ୍ସଟ ଦେଖନ୍ତୁ ଆସିବ ଆମର କଣ ଭାରତର ଅବସ୍ଥିତି। ଠିକ ଅଛି, ତ ଭାରତର ଉତ୍ତର ଗୋଲାର୍ଦ୍ଧରେ ଏସିଆ ମହାଦେଶର ଉତ୍ତର ଦକ୍ଷିଣାଂଶରେ ଅବସ୍ଥିତ। ଘଟଣା କଣ ହଉଛି, ଏ ଯୋଉ ଭାରତ କଣ କରେ ନା ଉତ୍ତର ଗୋଲାର୍ଦ୍ଧରେ ଆମର କଣ ଭାରତ କୋଉ କଣ୍ଟିନେଣ୍ଟରେ ଯାଉଛି ନା ଏସିଆ ମହାଦେଶରେ ଯାଉଛି। ତ ଏସିଆ ମହାଦେଶର ଉତ୍ତର ଦକ୍ଷିଣାଂଶରେ ଅବସ୍ଥିତ। ଉତ୍ତର ଦକ୍ଷିଣ ଦିଗରେ ମାନେ ଏସିଆର ଉତ୍ତର ଏବଂ ଦକ୍ଷିଣ ମାନେ ଦିଗରେ କଣ ଆମର ଭାରତ ଯାଉଛି। ଏହାର ମୂଳ ଭୂଖଣ୍ଡ କାହାର, ଆମର ଭାରତର ମୂଳ ଭୂଖଣ୍ଡ ଦେଖନ୍ତୁ, ଏଇଟା ଆକ୍ଚୁଆଲି ଭାରତର ଲୋକେସନ ଟା ସେ ଦେଖେଇବ ଆମର ଗ୍ଲୋବ ରେ। ଏମିତି ଦେଖିଛନ୍ତି ନା, ଏଟା ଗ୍ଲୋବ ଟା ଗୋଟେ ଥାଏ ସ୍କୁଲ ଗୁଡାକରେ। ତ 6 ଡିଗ୍ରୀ 7 ଡ୍ୟାଶ ଏଇଟା କହନ୍ତି 4 ଡ୍ୟାଶ ଉତ୍ତର ଏବଂ 37 ଡିଗ୍ରୀ 6 ଡ୍ୟାଶ ଉତ୍ତର ଅକ୍ଷାଂଶ ମଧ୍ୟରେ ଏବଂ 68 ଡିଗ୍ରୀ 7 ଡ୍ୟାଶ ପୂର୍ବ ଏବଂ 97 ଡିଗ୍ରୀ 25 ଡ୍ୟାଶ ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ। ଏ ଯୋଉ ଅକ୍ଷାଂଶ ଏବଂ ଦ୍ରାଘିମା କଣ ମୁଁ ମୋ ଗ୍ଲୋବ କ୍ଲାସରେ ମୁଁ କହିଛି ଅଲରେଡି, ଠିକ ଅଛି। ତ ଏହି ମୂଳ ଭୂଖଣ୍ଡର ଦକ୍ଷିଣତମ ସ୍ଥାନ ହେଉଛି ତାମିଲନାଡୁ ରାଜ୍ୟରେ ଥିବା କନ୍ୟାକୁମାରୀ। ଠିକ ଅଛି, ଇଏ କଣ ହଉଛି ନା ଯୋଉ ଆମର ଭାରତର ଅବସ୍ଥିତି କୋଉଠି ହେଇଛି ନା, ଭାବନ୍ତୁ ମୁଁ ଏମିତି ଆମର ଭାରତ ଅଛି, ତ ଦକ୍ଷିଣ ଏଇଟା କି ନାଇଁ ଆମର ଏଇଟା ସାଉଥ ଏରିଆଟା, ତଳ ଏରିଆକୁ ଦକ୍ଷିଣ ବୋଲି କହୁଛି ଏ ଏରିଆ। ତ ସବୁଠୁ ଦକ୍ଷିଣରେ ଥିବା ଏରିଆ କଣ ନା ଏ କନ୍ୟାକୁମାରୀ, ଯୋଉଟା କି ଆମର ତାମିଲନାଡୁରେ ଯାଉଛି। ଠିକ ଅଛି, ଯୋଉଟା କି ଆମର କଣ ଆରବ ସାଗର ଏପଟର ସରି ବଙ୍ଗୋପସାଗର ଏପଟର, ଆରବ ସାଗର ଏପଟର, ଭାରତ ମହାସାଗର ଏପଟର ସବୁ ଏଠି ମିଶୁଛନ୍ତି। ତା ଅର୍ଥ ଠିକ ଅଛି, ତିନି ସାଗରର ମିଳନ କୋଉଠି ହଉଛି ଆମର ନା ତାମିଲନାଡୁର ଥିବା କନ୍ୟାକୁମାରୀରେ ମିଳନ ହଉଛି, ଯେଉଁଠାରେ ଆରବ ସାଗର, ବଙ୍ଗୋପସାଗର ଏବଂ ଭାରତ ମହାସାଗର ମିଳିତ ହୋଇଛନ୍ତି। ଠିକ ଅଛି, ଏଇଟା ଏ ସେଣ୍ଟରରେ। ମାତ୍ର ସମୁଦାୟ ଭାରତ ଦେଶର ଦକ୍ଷିଣତମ ସ୍ଥାନ ହେଉଛି ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ନିକୋବର ଦ୍ୱୀପରେ ଥିବା ଇନ୍ଦ୍ରା ପଏଣ୍ଟ। ଆଚ୍ଛା, ଇଏ କଣ ଅଛି ନା ଆମର ଯୋଉ ଏମିତି କିଛି ଅଛନ୍ତି, ଏଠି ଦେଖନ୍ତୁ ଆମର ଏ ଯୋଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଅଛି ଏପଟେ, ହଁ କି ନାଇଁ। ତ ଏକ୍ଚୁଆଲି ଭାରତର ଭୂଖଣ୍ଡର କହିବାକୁ ଗଲେ କନ୍ୟାକୁମାରୀ ସବୁଠୁ ଲାଷ୍ଟ ପଏଣ୍ଟ, କିନ୍ତୁ ସେମିତି ଯଦି ଦେଖିବାକୁ ଗଲେ ଆମର ଏଇଟା ଯେହେତୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ମଧ୍ୟ କଣ ଆମର ଭାରତର ଅଧିକାରରେ ଯାଉଛନ୍ତି। ତ ଭାରତ ମାନେ କଣ ଏଇଟା ନିକୋବର ଦ୍ୱୀପପୁଞ୍ଜର ମଧ୍ୟ ଗୋଟେ ପଏଣ୍ଟ ଅଛି ଯୋଉଟା କି କନ୍ୟାକୁମାରୀ ଟୁ ବି ଟିକେ ଆହୁରି ତଳକୁ ଅଛି, ଯୋଉଟା କି ଆମର ଇନ୍ଦ୍ରା ପଏଣ୍ଟ ବୋଲିକିନା କହୁଛେ। ଭାରତର ସବୁଠୁ ଶେଷ ଏରିଆ କିଏ ନା ଇନ୍ଦ୍ରା ପଏଣ୍ଟ। ଠିକ ଅଛି, କିନ୍ତୁ ଭାରତର କନ୍ୟାକୁମାରୀ ଲାଷ୍ଟ ପଏଣ୍ଟ। ପୂର୍ବେ ଏହାକୁ ଏଇଟା କଣ କହୁଛି ନା ଏଇଟା ବୋଲେ କଣ ଇନ୍ଦ୍ରା ପଏଣ୍ଟ 6 ଡିଗ୍ରୀ 45 ଡ୍ୟାଶ ଉତ୍ତର ଅକ୍ଷାଂଶରେ ଅବସ୍ଥିତ। ଠିକ ଅଛି, ଇନ୍ଦ୍ରା ପଏଣ୍ଟର ଅବସ୍ଥିତି ଏଇଟା। ପୂର୍ବେ ଏହାକୁ ପିଗମେଲିୟନ ପଏଣ୍ଟ ବୋଲି କୁହାଯାଉଥିଲା, କାହାକୁ ଏ ଇନ୍ଦ୍ରା ପଏଣ୍ଟକୁ। ଠିକ ଅଛି, ପୂର୍ବେ ବୋଲି ଯେତେବେଳେ ଇଂରେଜ ଶାସନ ଚାଲିଥିଲା, ତାପରେ ଧୀରେ ଧୀରେ ଇନ୍ଦିରା ଗାନ୍ଧୀଙ୍କ ନାଁ ଅନୁଯାୟୀ ତାକୁ ନାମିତ କରାଗଲା। ସେହିପରି ଲାଦାଖ ଅନ୍ତର୍ଗତ ଦଫାଦାର ବା ଇନ୍ଦ୍ରାକଲ ବା ଗିଲଗଟ ଉତ୍ତରସ୍ଥ ସୀମା, ତା ଅର୍ଥ କଣ, ଏଇଟା ସେ କହିଲା ଦକ୍ଷିଣ ପଏଣ୍ଟ।
ଏଇଟା ଯୋଉ ଆମର ଇନ୍ଦ୍ରା ପଏଣ୍ଟ ହଉ କି ବା ସେ ଆମର କନ୍ୟାକୁମାରୀ ହଉ, ସେଇଟା ହଉଛି ଆମର ଭାରତର ଦକ୍ଷିଣରେ ଥିବା ଏରିଆ। କିନ୍ତୁ ଏବେ ଯୋଉ ଆମର ଆସିବ ଏମିତି ଯୋଉ ଅଛି ଆମର, ହଁ କି ନାଇଁ, ବା ଉତ୍ତର ଏରିଆ କୋଉଠୁ ନା ଲାଦାଖର କୁଆଡେ ଗଲା, ଏଇ ଯୋଉ ଲାଦାଖ ଏରିଆ ଗୁଡାକ ଅଛନ୍ତି ଆମର, ହଁ, ଅରୁଣାଚଳ ପ୍ରଦେଶ ଆଚ୍ଛା, ଅରୁଣାଚଳ ପ୍ରଦେଶରେ ଅବସ୍ଥିତ କିବିଥୁସ୍ ପୂର୍ବ ସୀମା ଏବଂ ଗୁଜରାଟର କଚ୍ଛରେ ଅବସ୍ଥିତ କୁଆରମତି ପଶ୍ଚିମ ସୀମା ନିର୍ଦ୍ଧାରଣ କରେ। ଗୁଜରାଟ କୁଆଡେ ଗଲା ଆମର ଏପଟ ସାଇଡ ର ନାଇଁ କି, ଏଇ ଯୋଉ ଆସିଲା ଆମର ଗୁଜରାଟ ଏଇଟା ଏରିଆ। ତ ଗୁଜରାଟର କଣ ଗୁଆରମତି ଆମର ସବା ଲାଷ୍ଟ ଏ ଗୁଆରମତି ପର୍ଯ୍ୟନ୍ତ, ଏପଟେ କନ୍ୟାକୁମାରୀ ପର୍ଯ୍ୟନ୍ତ, ଏପଟେ ଆମର ଲାଦାଖ ପର୍ଯ୍ୟନ୍ତ, ଏବଂ ପୂର୍ବର କଥା କୁଆଡେ କହିଲା ସିଏ, ହୁଁ, ଗୁଆରମତି ଏହାର ମଧ୍ୟ ଭାଗରେ 23°30' ଉତ୍ତର ସମୀକ୍ଷା ରେଖା ବା କର୍କଟ କ୍ରାନ୍ତି ଭାରତକୁ ସମାନ ଦୁଇ ଭାଗରେ ବିଭକ୍ତ କରୁଅଛି। ଘଟଣା କଣ, ଆମର ମ୍ୟାପ ଯଦି ଆପଣ ଦେଖିବେ ଭାରତର ମାନଚିତ୍ର, ତ ମ୍ୟାପ ସିଧା ଏଇଠି ଯାଇଛି ଆମର ଏମିତି, ହଁ କି ନାଇଁ, କୋଉଟା ଯେ କର୍କଟ କ୍ରାନ୍ତି ଯୋଉଟା ଯାଇଛି। ତ ଇଏ କଣ ହଉଛି ନା 22° ଉତ୍ତର ସମୀକ୍ଷା ରେଖା ଠାରୁ ଦକ୍ଷିଣକୁ ଏହା ଏକ ଉପଦ୍ୱୀପ ଭାବରେ ଭାରତ ମହାସାଗର ଆଡକୁ ବିସ୍ତୃତ। ଘଟଣା କଣ ହଉଛି, ଏତିକି ଏରିଆ, ଭାରତର ଏତିକି ଏରିଆ ସମୁଦ୍ର ଆଡକୁ ପଶିଛି, ଆଉ ବାକି ଗୁଡାକ ଏପଟେ ସବୁ ଲ୍ୟାଣ୍ଡ ଏରିଆ, ବାକି ଏଟା ସମୁଦ୍ର ଆଡକୁ ପଶିଛି। ତ ୟାକୁ ଗୋଟେ କଣ ନା ଉପଦ୍ୱୀପ ବୋଲିକି ମଧ୍ୟ କୁହାଯାଉଛି, କାହାକୁ, ଭାରତକୁ। ଫଳରେ ଭାରତ ସମ୍ପୂର୍ଣ୍ଣ ରୂପେ ଉତ୍ତର ଗୋଲାର୍ଦ୍ଧରେ ଉପକ୍ରାନ୍ତୀୟ ଏବଂ ଦକ୍ଷିଣ ମଣ୍ଡଳରେ ରହିଅଛି। ସେଥିପାଇଁ ସେ ଏସିଆ ମହାଦେଶର ସାଉଥ ଆଡକୁ, ଦକ୍ଷିଣ ଆଡକୁ ଇଏ ରହିଛି ଆମର ଭାରତଟା। ଠିକ ଅଛି, ଫାଷ୍ଟ ଚିତ୍ରକୁ ଦେଖିବା। ଏଇଠି ଦେଖନ୍ତୁ ସେ କଣ କହିଛି। ଭାରତର ସମୁଦାୟ ଦେଖନ୍ତୁ ଆୟତନ ହଉଛି, ଏକ ମାର୍କ ଆସିବ ଯେ ସମୁଦାୟ ଆୟତନ ହଉଛି 3.28 ନିୟୁତ ବର୍ଗ କିଲୋମିଟର। ଏହା ପୃଥିବୀର ସମୁଦାୟ ଆୟତନର ପ୍ରାୟ 2.4 ଭାଗ। ଦେଖନ୍ତୁ ସେ କଣ କହୁଛି, ଯଦି ପୃଥିବୀର ଆୟତନକୁ ଯଦି ଆମେ 100% ନେବା, ତ ଭାରତ ସେଇଟା କେତେ ଯାଉଛି ନା ଓନ୍ଲି 2.4%। ଠିକ ଅଛି, ଏହା ପୃଥିବୀର ସପ୍ତମ ବୃହତ୍ତମ ଦେଶ କୋଉଟା, ଆମ ଦେଶ ଇଣ୍ଡିଆ 7 ନମ୍ବରରେ ଯାଉଛି। ଏହାର ସ୍ଥଳଭାଗର ସୀମାରେଖା ପ୍ରାୟ 15,200 କିଲୋମିଟର ଥିବାବେଳେ ମୂଳ ଭୂଖଣ୍ଡ ସହ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପ ପୁଞ୍ଜକୁ ମିଶାଇ ଉପକୂଳ ରେଖା ପ୍ରାୟ 8,194 କିଲୋମିଟର, ମୂଳ ଭୂଖଣ୍ଡ 6,100 କିଲୋମିଟର ଏବଂ ଦ୍ୱୀପପୁଞ୍ଜ ଗୁଡାକ କମ ସେ କମ 2,094 କିଲୋମିଟର। ଏଇଟା ଦେଖନ୍ତୁ, ବେଳେ ବେଳେ ଏତେ ପଚାରେ ନାହିଁ, କିନ୍ତୁ ଖାଲି ଜାଣିଥିବା ଆବଶ୍ୟକ। ଏଟା ଯଦି କେତେବେଳେ କମ୍ପିଟେଟିଭ ଏକ୍ଜାମ ଆସିଲା କି ନାଇଁ, କମ ସେ କମ ଏଥିପାଇଁ ଆବଶ୍ୟକ, ଏଟା ପରୀକ୍ଷାରେ ଆସେ ନାହିଁ। ଏହାର ଉତ୍ତର ପଶ୍ଚିମରେ ଆଫଗାନିସ୍ତାନ, କାହାର, ଭାରତ। ଭାବନ୍ତୁ ଏଇଟା ମୋର ଭାରତ, ତ ଉତ୍ତର ପଶ୍ଚିମ କାହା କହିବା ନା ଏଇ ଦିଗକୁ ଆମେ ଉତ୍ତର ପଶ୍ଚିମ ବୋଲି କିନା କହିବା। ତ ଉତ୍ତର ପଶ୍ଚିମରେ ଆଫଗାନିସ୍ତାନ, ପଶ୍ଚିମରେ ପାକିସ୍ତାନ, ଆରବ ସାଗର ଏପଟ ରହିବ ନାଇଁ କି, ଆରବ ସାଗର, ଦକ୍ଷିଣରେ ଭାରତ ମହାସାଗର, ଏହାର ସାଉଥରେ ଯୋଉ ଏତିକି ଏରିଆ ଭାରତ ମହାସାଗର ଏବଂ ଶ୍ରୀଲଙ୍କା, ହଁ କି ନାଇଁ, ଶ୍ରୀଲଙ୍କା, ପୂର୍ବରେ ବଙ୍ଗୋପସାଗର, ବାଂଲାଦେଶ ଏ ଯୋଉ ଅଛି ଏତିକି ଏରିଆରେ ବାଂଲାଦେଶ ରହିବ, ଏବଂ ମିଆଁମାର ଏଇଠି ମିଆଁମାର ରହିବ, ଏଇଟା ବାଂଲାଦେଶ ରହିବ, ହଁ ନା, ବାଂଲାଦେଶ, ମିଆଁମାର, ଏବଂ ଉତ୍ତରରେ ଏପଟକୁ ଚୀନ, ଭୁଟାନ, ଛୋଟଟା ଭୁଟାନ ଏବଂ ନେପାଳ ରହିବ। ନେପାଳ ଏତିକି ଏରିଆରେ ରହିବ, ହଁ କି ନାଇଁ, ଭାରତର। ଉତ୍ତର ଦକ୍ଷିଣ ଦୂରତ୍ୱ ପ୍ରାୟ 3,000, ଦେଖନ୍ତୁ ଏଟା 3214 ଏମିତି ମନେ ରଖନ୍ତୁ ଯେ ଏଇଟା ମୋର ଭାରତ, ରାଇଟ, ସର୍ଟକଟ କରିଦଉଛି ଚିତ୍ର ଛୋଟଟା, ଏଇଟା ମୋର ଭାରତ ମାନଚିତ୍ର। ତ ଏଇଠୁ ବା ଏ ଦିଗଠୁ କନ୍ୟାକୁମାରୀ ପର୍ଯ୍ୟନ୍ତ କେତେ ନା 3214 କିଲୋମିଟର, ରାଇଟ, କିଲୋମିଟର। ଆଣ୍ଡ ଏପଟେ ପଶ୍ଚିମରୁ ନାଇଁ କି ପୂର୍ବରୁ, ଏଇଟା ପୂର୍ବରୁ ପଶ୍ଚିମକୁ ଆମର ଆଇବ
29 33 ଏମିତି ମାନେ ରଖନ୍ତୁ ସର୍ଟକଟ୍ କାହିଁକି 3000 29,000 ଏମିତି କାହିଁକି କହୁଥିବେ ରାଇଟ୍ 3214 କିଲୋମିଟର ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମକୁ ଆମର ଆଇବ 2933 କିଲୋମିଟର ଠିକ ଅଛି 1 ମାର୍କ ଆସିବ। ତ ଏବେ ପଢିବା ଭାରତର ଭୂ ସମ୍ବଳର ପ୍ରକାର ଭେଦ ଭାରତରେ କେତେ ପ୍ରକାର ମାଟି ଦେଖାଯାଏ କେତେ ପରସେଣ୍ଟ ରହିଛି ଠିକ ଅଛି। ତ ଭୂପୃଷ୍ଠରେ ବିଭିନ୍ନ ପ୍ରକାର ଭୂ ସମ୍ବଳ ଦେଖାଯାଏ ମାଟିରେ ଅଲଗା ଅଲଗା ପ୍ରକାର ମାଟି କେତେବେଳେ ଧଳା କେତେବେଳେ କଳା କେତେବେଳେ ଚିକଟା ମାଟି କେତେବେଳେ ଅରକୁଡ଼ା ମାଟି କେତେବେଳେ ବାଲିଆ ମାଟି ଦୁନିଆ ପ୍ରକାର ମାଟି ଆମକୁ ଦେଖାଯାଏ ରାଇଟ୍। ତ ଭୂପୃଷ୍ଠ ଉଭୟ ଜଳଭାଗ ଏବଂ ସ୍ଥଳ ଭାଗକୁ ନେଇ ଗଠିତ ଏକ୍ଚୁଆଲ ଭାବନ୍ତୁ ଆମର ଏଇଟା ମାଟି ଏଣ୍ଡ ଏଇଟା ମନେକର ଭାବନ୍ତୁ ପାଣିଟା ରହିଛି ଏଇଟା ମନେକର ଭାବନ୍ତୁ ପାଣି ରହିଛି ତ ପାଣି କାହା ଉପରେ ରହିଛି ଅଟୋମେଟିକ ମାଟି ଉପରେ ହିଁ ରହିଛି କାହିଁକି ନା ପାଣିର ତଳ ଭାଗରେ କଣ ଅଛି ଅବଭିୟସଲି ଗୋଟେ ଭୂ ସମ୍ବଳ ବା ଭୂମି ଅଛି ରାଇଟ୍। ଭୂପୃଷ୍ଠର ସମୁଦାୟ ଆୟତନର ଶତକଡ଼ା 29 ଭାଗ ଜଳଭାଗ ଭାରତ ଯେତିକି ଜାଗାରେ ଅଛି ତାର କମ ସେ କମ 29% ବା ଆମର ଭାରତର କଥା କହୁନି ଏଟା ଆକ୍ଚୁଆଲି ସେ ପୃଥିବୀର କଥା କହୁଛୁ ଯେ ପୃଥିବୀ ଯେତିକି ମାଟି ଭାଗ ଆମେ କହୁଛେ ତାର କମ ସେ କମ 29 ଭାଗ କଣ ନା ଖାଲି ମାଟି ଅଛି ଆଉ ବାକି 71% କଣ ନା ଖାଲି ପାଣି ଘେରିକି ଅଛି ହଁ କି ନାଇଁ 29 ଭାଗ ସ୍ଥଳ ଭାଗ ଏବଂ 71 ଭାଗ ଜଳ ଭାଗ ପୃଥିବୀର ଆକ୍ଚୁଆଲ କହିବାକୁ ଗଲେ ଉଚ୍ଚବାଚ ଦୃଷ୍ଟିରୁ ସମୁଦ୍ର ପତନ ଠାରୁ ସ୍ଥଳ ଭାଗର ଉଚ୍ଚତା ଅନୁସାରେ ଭୂଭାଗକୁ 3 ଭାଗରେ ବିଭକ୍ତ କରାଯାଇଛି ଘଟଣା କଣ ହଉଛି ବେଳେବେଳେ କଣ ହେଇଛି ନା ମାଟି ହାଇଟ୍ ଡାଉନ୍ है ना କେତେବେଳେ ପର୍ବତ ଥାଇକି କଣ ନା ସ୍ଥଳ ଭାଗ ଉଚ୍ଚକୁ ଯାଇଛି ଏଣ୍ଡ କେତେବେଳେ ସମୁଦ୍ର ଯୁଗରୁ ବହୁତ ତଳକୁ ମଧ୍ୟ ଯାଇଛି ଆମର ସମୁଦ୍ର ସ୍ଥଳ ଭାଗ ତ ସ୍ଥଳ ଭାଗକୁ ଉଚ୍ଚତା ଅନୁସାରେ 3 ଭାଗ କରାଯାଇଛି ଗୋଟେ କଣ ନା ଗୋଟେ ଅଧିକ ଉଚ୍ଚତା ବିଶିଷ୍ଟ ତୀକ୍ଷ୍ଣ ଢାଲୁ ଆଣ୍ଡ ଆଇବ କଣ ନା ନେକ୍ସଟ ଆସିବ ମଧ୍ୟମ ଉଚ୍ଚତା ବିଶିଷ୍ଟ ସମୋଚ୍ଚ ମାଳଭୂମି ଏବଂ କମ ଉଚ୍ଚତା ବିଶିଷ୍ଟ ନଦୀ ଶଯ୍ୟା ବା ସମୁଦ୍ର ଉପକୂଳବର୍ତ୍ତୀ ସମତଳ ଭୂମି ଏମିତି ହାଇଟ୍ କୁ ନେଇକି କଣ ହଉଛି ନା ସ୍ଥଳ ଭାଗ ବା ଭୂମିକୁ ଆମେ 3 ଭାଗରେ ବିଭକ୍ତ କରିଛେ ଠିକ ଅଛି। ଭାରତର ସମୁଦାୟ ଭୂ ସମ୍ବଳର ଆୟତନ ହଉଛି 32,48,000 ବର୍ଗ କିଲୋମିଟର ଭାରତର ମାଟି ଅଂଶ ସେତିକି ଏରିଆ ଅଛି ଏହା ପ୍ରାୟ ଶତକଡ଼ା ମାନେ ଏହାର ବା ଏତିକିର ନୁହେଁ କି ତ 43% ପ୍ଲେନ ଏରିଆ ସମତଳ ଭୂମି ଏବଂ 30% ପାର୍ବତ୍ୟ ଭୂମି ଜଙ୍ଗଲ ଫଙ୍ଗଲ ଏରିଆ ଧରିକି ଅଛି ଏବଂ ଶତକଡ଼ା 27% ପ୍ଲେନ ଏରିଆ ନୁହଁ ଏହାକୁ ମାଳଭୂମି ଆଉ ପର୍ବତ ଭୂମି ଏତିକି ଯେ ଜଙ୍ଗଲକୁ କଣ ନା ପାହାଡ ପର୍ବତକୁ ଆମେ ପାର୍ବତ ଭୂମି ବୋଲି କହୁଛେ ଏବଂ ମାଳଭୂମି କମ ଗଛ ଥିବା ଏରିଆକୁ ଘାସ ଥିବା ଗାତ ଏଗୁଡା ଖାଲ ଢିପ ଏରିଆକୁ ଆମେ ମାଳଭୂମି ବୋଲି କହିପାରିବା ସେଇଟା ହଉଛି 70% ଅଛି ଠିକ ଅଛି ଭାରତର କଥା ସେ କହିଲେ ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀର ସମତଳ ଭୂମି ଏତିକି ପରସେଣ୍ଟ ଯାଉଛନ୍ତି ସବୁ ଏତିକି ନୁହଁ ଯେତିକି ଏରିଆ ସବୁ ପ୍ଲେନ ଏରିଆ ଅଛି ସବୁକୁ ମିଶିକି 43% ପୂର୍ବ ଏବଂ ପଶ୍ଚିମସ୍ଥ ସମୁଦ୍ର ଉପକୂଳବର୍ତ୍ତୀ ସମତଳ ଭୂମି ଛଟନାଗପୁର ମାଳଭୂମି ଦକ୍ଷିଣାତ୍ୟ ମାଳଭୂମି ଏଇଟା ଯୋଉ ଯାଉଛନ୍ତି ଆମର ତଳ 27% ରେ ଛଟନାଗପୁର ମାଳଭୂମି ଦାକ୍ଷିଣାତ୍ୟ ମାଳଭୂମି ମାଳବ ମାଳଭୂମି ରେୱା ମାଳଭୂମି ଇତ୍ୟାଦି ହେଉଛନ୍ତି ପ୍ଲେନ ଏରିଆ ମାଳଭୂମିର 27% ଯାଉଛନ୍ତି ଏବଂ ହିମାଳୟ ବିନ୍ଦିଆ ପର୍ବତମାଳା ଆରାବଳି ଯୋଉ ବଡ ବଡ ପର୍ବତମାଳା ଗୁଡାକ ସବୁ 30% ଯାଉଛନ୍ତି ଏବଂ ପଶ୍ଚିମ ଘାଟ ପର୍ବତ ଏବଂ ପଶ୍ଚିମ ଘାଟ ଇତ୍ୟାଦି ପାର୍ବତ୍ୟ ଭୂମି ବିଭିନ୍ନ ପ୍ରକାର ଭୂ ସମ୍ବଳର ଗୋଟେ ଉଦାହରଣ ଦେଖନ୍ତୁ ହିମାଳୟ ରହିଲା ଏମାନେ ବି ତ ଗୋଟେ ପର୍ବତ ବା ପର୍ବତ ଶ୍ରେଣୀ ଯଦି ବି କୁହାଯିବ ତ ଏମାନେ ବି ଗୋଟେ ମାଟିରେ ଯେହେତୁ ଯାଉଛନ୍ତି ତ ଏମାନେ ବି ଗୋଟେ ଭୂ ସମ୍ବଳର ଯାଉଛନ୍ତି କାହିଁକିନା ଏମାନଙ୍କୁ ନେଇକି ମାଟି ତିଆରି ହେଇଛି ରାଇଟ ନା ଦେଖନ୍ତୁ ସମତଳ ଭୂମି କୋଉ କାମରେ ଆଉଛି ସମତଳ ଭୂମି ଶିଳ୍ପ କୃଷି ଜନବସତି ଇତ୍ୟାଦି ସୁବିଧା ଯୋଗାଇଥାଏ ଯେତିକି ସବୁ ପ୍ଲେନ ଏରିଆ ଅଛି ଦେଖିବେ ସେଇଠି ଅଧିକ ସହର ଗଢି ଉଠୁଥିବ ସେଇଠି ଅଧିକ କମ୍ପାନୀ ଥିବେ ରାଇଟ ପାର୍ବତ ଭୂମି ଜଳ ଉତ୍ସ ଯୋଗାଉଛି ପର୍ଯ୍ୟଟନ ପରିବେଶିକ ବା ପାରିବେଶିକ ସନ୍ତୁଳନ ଇତ୍ୟାଦି କାର୍ଯ୍ୟ ସାଧନ କରିଥାଏ ଏବଂ ମାଳଭୂମି ଗୁଡିକରେ ଖଣିଜ ସମ୍ବଳ କୋଇଲା ଅରଣ୍ୟ ବନ୍ୟ ପ୍ରାଣୀ ପ୍ରଭୃତି ଇତ୍ୟାଦି ସମ୍ବଳର
ଗ୍ରନ୍ଥାଗାର। ଦେଖନ୍ତୁ ଏଠି କେତେ ବଢିଆ କହିଲା ଯେ ସମତଳ ଭୂମିରେ ଆମେ ଏଇ ଜିନିଷ ପାଉଛେ, ପାର୍ବତ ଭୂମିରେ ଆମେ ଏଇଗୁଡାକ ସବୁ ହଉଛି, ଏବଂ ମାଳଭୂମି ଗୁଡାକରେ ଏଇଗୁଡାକ ସବୁ ଦେଖିବାକୁ ମିଳୁଛି। ପାହାଡ, ପର୍ବତ ଓ ମାଳଭୂମିର ପୃଷ୍ଠ ମୃତ୍ତିକା ସ୍ତର ପତଳା, ମାଟିର ସ୍ତର ପତଳା, ପଥୁରିଆ ଓ ତାର ଜଳ ଧାରଣ କ୍ଷମତା କମ ହୋଇଥାଏ, ସେଥିପାଇଁ ପାଣି ବୋହିକି ସିଧା ପଳାଇଯାଏ ତଳକୁ। ତେଣୁ ଏଇ ସବୁ ଅଞ୍ଚଳରେ କୃଷି କାର୍ଯ୍ୟ ଲାଭଜନକ ହୋଇନଥାଏ, କାହିଁକିନା ଯଦି ଏଇଟା ଭାବନ୍ତୁ ପାହାଡଟା ଏ ଯଦି ଆମେ ଚାଷ କାମ କରିବା ତ ପାଣି ସବୁ ପଳେଇକି ଡାଉନ ଆଡକୁ ପଳେଇବ କି ନାହିଁ, ସେଥିପାଇଁ। ମାତ୍ର ସମତଳ ଭୂମିର ମୃତ୍ତିକା ଉର୍ବର ହୋଇଥିବାରୁ କୃଷି କାର୍ଯ୍ୟ ଅଧିକ ଲାଭଜନକ ହୋଇଥାଏ। ପ୍ଲେନ ଏରିଆ ହଉ କି ନା, ପାଣିର ପଡିଲେ କୁଆଡେ ବି ଯିବନି, ବରଂ ଏଇଠି ହିଁ ସେ ଆବଜର୍ବ ବା ଶୋଷିତ ହେଇକି ରହିବ, କୁଆଡେ ଡାଉନ ହେଇକି ଯିବ କି ନାହିଁ। ତ ଭୂ ଉଚ୍ଚବାଚ ଓ ଜଳବାୟୁର ପ୍ରଭାବ ଯୋଗୁଁ ଭାରତର ସମୁଦାୟ ଭୂଭାଗର ପ୍ରାୟ 55% କୃଷି କାର୍ଯ୍ୟ କରାଯାଇଥାଏ। ଘଟଣା କଣ ଅଛି, ଏରିଆ ତ ଅଛି 100% ଏରିଆ, ଭାବନ୍ତୁ 100% ଏରିଆ ଅଛି, କିନ୍ତୁ ତାର 55% ହିଁ କାହିଁକି ଚାଷବାସ କରାଯାଉଛି ନା 50, ଆଉ ବାକି ଏରିଆ କଣ ହେଇଛି ନା ହୁଏତ ପାଣି ଦ୍ଵାରା ଘେରି ହେଇକି ଅଛି, ଆଉ କିଛି ତ ମାଳଭୂମି ଅଛି, ଆଉ କିଛି ତ କଣ ପର୍ବତ ଶ୍ରେଣୀ ଗୁଡାକ ଅଛନ୍ତି, ରାଇଟ। ସେଥିପାଇଁ ଏତେ ସବୁ କାମ ହୋଇନଥାଏ। ଏହା ସମଗ୍ର ପୃଥିବୀର ହାରାହାରି କୃଷି ଭୂମିର ଶତକଡ଼ା ହାର ଅପେକ୍ଷା ଯଥେଷ୍ଟ ଅଧିକ। ପୃଥିବୀର ଏହା ପ୍ରାୟ 11%। ବୋଲେ କଣ ନା, ଭାରତର ଯେତିକି ଏରିଆରେ କୃଷି କାର୍ଯ୍ୟ ହଉଛି ସେଇଟା କଣ ନା ପୃଥିବୀର ପ୍ରାୟ 11% ଭାଗରେ ଖାଲି ଭାରତରେ ହଉଛି, କାହିଁକିନା ସେ 55% ଯୋଉ କହିଲା ମାଟି ଭାଗ ଅଛି, ସରି ଆମର କଣ ନା ପ୍ଲେନ ଏରିଆ ମାଟି ଭାଗ ଅଛି, ତ ଏତିକିରେ ଚାଷ କାମ ହଉଛି, ତ ଏଇଟା ହଉଛି ଆମର ପୃଥିବୀର 11% ରେ ଯାଉଛି, ଠିକ ଅଛି। ତ ଏବେ ଦେଖନ୍ତୁ ଭାରତରେ ଭୂମି ବା ଭୂ ବ୍ୟବହାର, ଏଇଟା ହଉଛି ଆମର ଗୋଟେ ଲଙ୍ଗ କୋଶ୍ଚିନ୍ ଆସିବ, ଠିକ ଅଛି। ତ ଭୂ ସମ୍ବଳର ବ୍ୟବହାର ସାଧାରଣତଃ ଦୁଇ ପ୍ରକାରର ଅବସ୍ଥା ଉପରେ ନିର୍ଭର କରିଥାଏ। କି ଅବସ୍ଥା? ଗୋଟିଏ ହେଲା ପ୍ରାକୃତିକ ଅବସ୍ଥା ଏବଂ ଆଉ ଗୋଟେ ହଉଛି ମାନବୀୟ ଅବସ୍ଥା। ପ୍ରାକୃତିକ ଅବସ୍ଥା ବୋଲେ କଣ ନା, ଯୋଉଟା କି ପ୍ରକୃତିର ଅବସ୍ଥା, ମାନେ ବର୍ଷା ଆସିଲା କାଦୁଅ ପଚ ପଚ ହେଇକି ରହୁଛି, ହେଇକି ନାଇଁ, ବା ବର୍ଷା ନ ଆସିଲା ପାଣି ମିଳୁନାହିଁ, ଗୋଟେ ଜାଗାରେ ପ୍ଲେନ ହେଇକି ଶୁଖିକି ଥାଉଛି। ଆଉ ଗୋଟେ ହଉଛି ତାର ମାନବୀୟ ଅବସ୍ଥା, ଯଦି ବି ପାଣି ନାହିଁ ତ ମଣିଷ ତା ବ୍ୟବସ୍ଥା କରିକି ପାଣି ସିଞ୍ଚଉଛି, ହଁ କି ନାଇଁ, ସେମିତିଆ। ତ ଭୂ ପ୍ରକୃତି, ମୃତ୍ତିକା, ଉଦ୍ଭିଦ, ଜଳବାୟୁ, ଖଣିଜ ପଦାର୍ଥ ଆଦି ପ୍ରାକୃତିକ ଅବସ୍ଥା ଅନ୍ତର୍ଗତ। କୋଉଟେ ନା ଏଇଠି ସେ ଯାଉଛି। ତ ଜନସଂଖ୍ୟାର ଘନତ୍ୱ ବୋଲେ କଣ, କୋଉ ଏରିଆରେ ଅଧିକ ସଂଖ୍ୟକ ଲୋକ ଅଛନ୍ତି, ହଁ କି ନାଇଁ, ବା ଲୋକଙ୍କ ସଂଖ୍ୟା ଯୋଉଠି ଅଧିକା, ଶିକ୍ଷା ଯୋଉଠି ଅଧିକା ଶିକ୍ଷିତ ଲୋକ ଅଛନ୍ତି, ହଁ କି ନାଇଁ, ବୈଷୟିକ ଜ୍ଞାନ ଯୋଉଟା ଟେକ୍ନୋଲୋଜି ଅଧିକା ଜାଣିଛନ୍ତି, ଏବଂ ପ୍ରୟୋଗାତ୍ମକ କୌଶଳ ଯୋଉମାନେ କି ୟୁଜ ଅଧିକା ଜାଣୁଛନ୍ତି, ହେ ନା, ଇତ୍ୟାଦି। ମାନବୀୟ ଅବସ୍ଥାର ପରିସରଭୁକ୍ତ ମାନବୀୟ ଅବସ୍ଥା, ଦେଖନ୍ତୁ ଏଇଟା କଣ କଲା ନା, ଦିଟା ସେ କହିଲା ଯେ ଗୋଟେ ପ୍ରାକୃତିକ ଅବସ୍ଥା, ଏଇଟା କଣ ଆମର ମାଟିକୁ ବ୍ୟବହାର କରିବା ପାଇଁ ଦୁଇଟି ଅବସ୍ଥା ଉପରେ ଡିପେଣ୍ଡ କରୁଛି। ଗୋଟେ ତ ପ୍ରାକୃତିକ ଅବସ୍ଥାରେ କୋଉମାନେ ଯାଉଛନ୍ତି, ଭୂମି ପ୍ରକୃତି, କାହିଁକି ବା ମାଟି ଯଦି ଭଲ ମାଟି ଅଛି ସେଇଟା ଅଧିକା ୟୁଜ ହବ, ଏବଂ ଭୂପ୍ରକୃତି ମନେକର ପ୍ଲେନ ଅଛି, ଅଧିକା ୟୁଜ ହବ। ଯଦି ଭଲ ମାଟି ଅଛି ୟୁଜ ଭଲ ହବ, ଯଦି ଭଲ ଗଛ ଅଛନ୍ତି ମାଟିକୁ ଉର୍ବର କରିବା ନିମନ୍ତେ, ଏବଂ ଜଳବାୟୁ ଯଦି ଠିକ ଅଛି, ଆଉ ଖଣିଜ ପଦାର୍ଥ ଅଛି ୟା ନାହିଁ, ସେ ଅନୁଯାୟୀ ଆମର କଣ ଆମର ମାଟି ୟୁଜ ହବ, କାହିଁକିନା ଭାରତର ଭୂ ବ୍ୟବହାର କରୁଛେ ନା, ମାଟି ବ୍ୟବହାର ହବ। ଏବଂ ଆଉ ଗୋଟେ କଣ ନା ମାନବୀୟ ଅବସ୍ଥା, ଏଇଟା ଯୋଉ ମାନବୀୟ ଅବସ୍ଥା ଯଦି ଠିକ ଅଛି ତ ଆମର ଭୂ ବ୍ୟବହାର ଭଲସେ ହେଇପାରିବ। ଯେମିତି ଜନସଂଖ୍ୟାର ଘନତ୍ୱ, ଯଦି ଲୋକ ସଂଖ୍ୟା ଅଧିକା ଅଛି ଅଧିକା ମାଟି ବ୍ୟବହାର ହବ। ଯଦି ଶିକ୍ଷା ଭଲ ଅଛି ତ ଭଲ ଶିକ୍ଷିତ ଲୋକ ଭଲସେ ୟୁଜ କରିବେ। ବୈଷୟିକ ଜ୍ଞାନ, ଯଦି ଟେକ୍ନୋଲୋଜି ଉପରେ ଅଧିକା ଅଛନ୍ତି ତ ଏଇଗୁଡାକ ସବୁ କଣ ନା ଏମାନଙ୍କ ମାନବ ଅବସ୍ଥାକୁ ବୁଝେଇବ। ତ ଏହି ଅବସ୍ଥା ଗୁଡିକ ସ୍ଥାନରୁ ସ୍ଥାନକୁ ଭିନ୍ନ ଭିନ୍ନ ହୋଇଥାଏ। ଏବେ ଏଇଠି ଆମ ଅଞ୍ଚଳରେ ଯେତିକି ଅଛନ୍ତି ତ ଅନ୍ୟ ଅଞ୍ଚଳରେ ଏମିତି ଥିବେ, ନହେଲେ ନାହିଁ ଏଠୁ ଖରାପରେ ଥିବେ, ନହେଲେ ନାହିଁ ଏଠୁ ଭଲ ଅବସ୍ଥାରେ ଥିବେ। ତ ଜାଗାକୁ ଦେଖି ଅଲଗା ଅଲଗା ଅବସ୍ଥାରେ ସବୁ ମାଟିକୁ ବ୍ୟବହାର ସବୁ କରନ୍ତି। ସୁତରାଂ ଭୂ ବ୍ୟବହାରରେ ଅସାମଞ୍ଜସ୍ୟତା ପରିଲକ୍ଷିତ ହୁଏ। ଅସାମଞ୍ଜସ୍ୟତା ବୋଲେ କଣ ନା, ସମାନ ପରିଲକ୍ଷିତ ହବ ନାହିଁ, କୋଉଠି ଅଧିକା ହେଲା ବେଳକୁ କୋଉଠି କମ, ଆଉ କୋଉଠି ଟିକେ ଟିକେ ତ କୋଉଠି ବେଶୀ, ରାଇଟ। ବିକଶିତ ଓ ବିକାଶୋନ୍ମୁଖୀ ଦେଶ ମାନଙ୍କର
ଭୂ ବ୍ୟବହାରରେ ଅନେକ ପାର୍ଥକ୍ୟ ରହିଥାଏ। ବିକଶିତ ଦେଶ କିଏ ନା ଯୋଉମାନେ କି ଅଲରେଡି ଉନ୍ନତତର ହେଇସାରିଛନ୍ତି ବା ଉନ୍ନତତମ ଦେଶ ଗୁଡାକ, ଡେଭଲପଡ କଣ୍ଟ୍ରି ଯାହା କହୁଛେ। ଆଣ୍ଡ ବିକାଶୋନ୍ମୁଖୀ କଣ ନା ବିକାଶ ଆଡକୁ ଯୋଉମାନେ ଅଭିମୁଖ ହେଇକରିକି ଯାଉଛନ୍ତି ବା ବିକାଶ ଆଡକୁ ଯାଉଛନ୍ତି ସେମାନଙ୍କୁ ବିକାଶୋନ୍ମୁଖୀ ଦେଶ କହୁଛନ୍ତି। ତ ବିକଶିତ ଦେଶ ଏବଂ ବିକାଶୋନ୍ମୁଖୀ ଦେଶ ମାନଙ୍କର ଭୂମିର ବ୍ୟବହାର ସମ୍ପୂର୍ଣ୍ଣ ଅଲଗା ଅଲଗା ପ୍ରକାର ହେଇଥାଏ। କେଉଁ ଦେଶ କେମିତି ବ୍ୟବହାର କରେ, ଠିକ ଅଛି। କାହିଁକିନା ସେ ଦେଶ ଗୁଡାକରେ କଣ ନା ଘନତ୍ଵ, ଶିକ୍ଷା, ବୈଷୟିକ ଏବଂ ପ୍ରୟୋଗାତ୍ମକ କୌଶଳ ଅଲଗା ଅଲଗା ଥାଏ, ରାଇଟ। ତ ନିମ୍ନଲିଖିତ ଉଦ୍ଦେଶ୍ୟରେ ଭାରତର ଭୂ ସମ୍ବଳ ବ୍ୟବହାର କରାଯାଇଥାଏ। ଭାରତରେ କୋଉଥିପାଇଁ ଜଙ୍ଗଲକୁ ବା ମାଟିକୁ ବ୍ୟବହାର କରାଯାଇଥାଏ ନା ଏକ ତ ଅରଣ୍ୟ ପାଇଁ, କିଛି ଗଛ ଲଗେଇବା ପାଇଁ ବା କିଛି ଯୋଉ ଗଛ ଲଗା ହେଇକି ଥାଏ ଅଲରେଡି, ଏବଂ ଗୋଟେ କଣ ନା କୃଷି ଅଲଭ୍ୟ ଭୂମି। ଅଲଭ୍ୟ ଭୂମି ବୋଲେ କଣ ନା ଯୋଉଗୁଡାକ ଅଛି ନ ୟୁଜ ହେଇକି, ହଁ କି ନାଇଁ। ଯେମିତି କି ଗୋଟେ ଏରିଆରେ ମେଡିକାଲ ହେଇଗଲା, ସେ ଭିତରେ ତ କିଏ ଚାଷ କରିବେନି। ମନେକର ସ୍କୁଲ ବାଉଣ୍ଡରୀ ହେଇଗଲା, ଭିତରେ ପଡିଆ ଅଛି ତ ହଳ କରାଯିବ ନାହିଁ। ରାସ୍ତାଘାଟ ହେଲା ସେ ତାକୁ ତ ହଳ କରାଯିବ ନାହିଁ, ହଁ କି। ମନେକର ବହୁତ ବଡ ବନ୍ଧ ଅଛି, ତାକୁ ତ ହଳ କରାଯିବ ନାହିଁ। ତାକୁ ଅଲଭ୍ୟ ଭୂମି ବୋଲି କୁହାଯାଏ, ଯୋଉଟା କି ମାଟି ଖାଲି ଥିବ। ଯେମିତି କି ଅନୁର୍ବର ତଥା କୃଷି ଅନୁପଯୋଗୀ, ତାକୁ କେବେ ୟୁଜ କରାଯିବନି, ଅଲଭ୍ୟ ଭୂମି ସେଇଟା। ଏବଂ ଅଣ କୃଷି ଭୂମି, ଯେମିତି ଗୃହ ଘରେ ଥିବା ଏରିଆ ତ ନାହିଁ, ଅଣ ଅନୁଷ୍ଠାନ ଥିବ, ରାସ୍ତାଘାଟ ଥିବ, ତ ଶିଳ୍ପ ଥିବ, ସେଇଗୁଡାକୁ ତ ଆମେ କେବେ ବ୍ୟବହାର କରିବା ନାହିଁ। ସେଗୁଡାକୁ ଗୋଟେ ଗୋଟେ ଅଲଭ୍ୟ ଭୂମି ବୋଲି କିନ୍ତୁ କୁହାଯିବ। ଭୂମି ଥିବ କିନ୍ତୁ ସେଟା କୋଉ କାମକୁ ଆସିବ ନାହିଁ। ମାଟି ଉପରେ ଅଲଗା କାମ ହେଇପାରିବ କିନ୍ତୁ ସେଟା ଚାଷ କାମରେ ଆସିବ ନାହିଁ, ରାଇଟ। ଏବଂ କଣ କହୁଛି ନା 3 ନମ୍ବର କଣ କହୁଛି, ଅନନ୍ୟ ଅଣ କୃଷି ଭୂମି, ଅଲଗା ଗୁଡାକ ଯୋଉଟା କି ଭୂମି ଥିବ ତାକୁ ମଧ୍ୟ ଚାଷ କାମରେ ଲଗା ଯାଇ ପାରୁନଥିବ। ଯେମିତି କି ସ୍ଥାୟୀ ଗୋଚର ଏବଂ ଚାରଣ ଭୂମି। ଚାରଣ ଭୂମି ହେଲେ କଣ ନା ଯୋଉ ଏରିଆରେ ଘାସ ରହିବ, ଗୋଟେ ଗାଈ ଗୋରୁ ଚାରଣ କରନ୍ତି, ଘାସ ଖାଇବା ପାଇଁ ଖାଲି ଯାଆନ୍ତି, ସେ ଏରିଆକୁ ଆଉ ଚାଷ କରାଯାଇ ପାରିବ ନାହିଁ। ଫଳ ବଗିଚା ପାଇଁ ବ୍ୟବହୃତ ଭୂମି, କେତେ ଜଣ ଦେଖିବେ ନା ବହୁତ ଆମ୍ବ ଫାର୍ମ ହେଇଥିବ, ପିଜୁଳି ଫାର୍ମ ହେଇଥିବ, କାଜୁ ଫାର୍ମ ହେଇଥିବ, କି ଆଖୁ ଫାର୍ମ ହେଇଥିବ, ଯାହାବି ସେ ଏରିଆକୁ ତ ଚାଷ କରାଯାଇ ପାରିବ, ସେଟା ଲଗା ହେଇକି ରହିଲା ସେ ରହିବ, ହଁ କି ନାହିଁ। ଆଉ ଗୋଟେ କଣ ନା କୃଷି ଯୋଗ୍ୟ ଅବ୍ୟବହୃତ ଜମି, ଯୋଉଟା କି କୃଷି କଲେ ହେଇପାରିବ ଗୋଟେ ଜାଗାରେ, ବଟ୍ ସେଗୁଡାକ କଣ ନା ଅଯୋଗ୍ୟ ହେଇକି ପଡିଛି। କେତେରୁ 5 ବର୍ଷରୁ ଅଧିକ ବର୍ଷ କଣ ସେଟା ପଡିଆ ହେଇକି ଅଛି, ସେଟା କୌଣସି ଜିନିଷ ଲଗାଯାଏନି, ଏବେ ଘାସ ପତ୍ର ପଡିକି ପଡିଆ ହେଇକି ଅଛି, ହଁ କି ନାଇଁ। ଆଉ କଣ ଆଉ ଗୋଟେ ଅଛି ପତିତ ଭୂମି। ପତିତ ଭୂମି ଆମେ କାହା କହିବା ନା ବେଶୀ ବର୍ଷ ହେଲାଣି ସେଟା ୟୁଜ ନ ହେଇକି ଅଛି, ବା ଛାଡ କୃଷି କରା ହେଇନି, ତ ଚଳନ୍ତି ପତିତ ଭୂମି। ଯେମିତିକି ଚଳନ୍ତି କୃଷି ବର୍ଷ ବା ତାଠାରୁ କମ ସମୟ ଧରି କୃଷି କାର୍ଯ୍ୟ କରାଯାଇ ନଥିବା ଭୂମି। ୟାକୁ ଆମେ ଯୋଉ କହିଲେ କୋଉଟା କି ଅବ୍ୟବହୃତ ଭୂମି, ଯୋଉଟା କି 5 ବର୍ଷରୁ ଅଧିକ ବର୍ଷ ହେଲା ଚାଷ କରାଯାଇ ନାହିଁ। ଆଉ ଏଇଟା ଚଳନ୍ତି ପତିତ ଭୂମି, ଏଇଟା କିଛି ବର୍ଷ ହେଲା ଯୋଉଟା କି ସେଇଟା କିଛି ଚାଷ ବାସ କରାଯାଇ ନାହିଁ, କରାହେଇଥିଲା ବଟ୍ 2 ବର୍ଷ ଖଣ୍ଡେ ହେଲା ଆଉ ଚାଷ ହେଇନାହିଁ। ନେକ୍ସଟ କଣ କହୁଛି ପୁରୁଣା ପତିତ ଭୂମି। ପୁରୁଣା ପତିତ ଭୂମି କଣ ନା 1 ବର୍ଷରୁ 5 ବର୍ଷ ପର୍ଯ୍ୟନ୍ତ ସେ ଜାଗାରେ ଯଦି ଚାଷ କାମ ହେଇନାହିଁ, ସେ ଭୂମିକୁ ଆମେ ପୁରୁଣା ପତିତ ଭୂମି ବୋଲିକିନା କହିବା, ରାଇଟ। ଆଉ କୃଷି ଭୂମି କଣ, କୃଷି ଭୂମି ବୋଲେ କଣ ନା ଏଇ ଯାକ ହଉଛି ବେଷ୍ଟ ଭୂମି, ଯାହାକୁ ଆମେ ଡେଲି ଚାଷ କରୁଛେ ଆମ ସୁବିଧା ଅନୁଯାୟୀ, କାହିଁକି ପାଣି ନଥିଲେ ପାଣି ଦେଇକିନା ଜଳସେଚନ କରିକି। ଯେମିତି ମୋଟ ଚାଷ ଭୂମି, ଏକାଧିକ ବ୍ୟବହାର କରାଯାଇଥିବା କୃଷି ଭୂମି, ସମୁଦାୟ ଶସ୍ୟ ଭୂମି, ଜଳସେଚିତ କୃଷି ଭୂମି। ଏମିତି ଅଛନ୍ତି ଆମର 5 ପ୍ରକାରର କୃଷି ଭୂମି ଗୁଡାକ, ଠିକ ଅଛି। ଏଇଟା ସେ କହିଲା, ଦେଖନ୍ତୁ ଯେ ଭାରତରେ ଟୋଟାଲି ଭୂମିକୁ କେମିତି ବ୍ୟବହାର କରାଯାଇ ପାରୁଛି, ଯୋଉଟାକୁ ଆମେ ଲଙ୍ଗ କୋଶ୍ଚିନ ହିସାବରେ ପଢିଲେ ତାକୁ ଏଇଟା ଗୋଟେ ପରେ ଗୋଟେ ଟେବୁଲ ହିସାବରେ ଦେଇଛି। କଣ ସେ ଏବେ ଯୋଉଟା ସେ ପଢୁଥିଲୁ ଏଇଟାକୁ ହିଁ ସେ ଦେଇଛି ନା, ଏଇଟାକୁ ହିଁ ସେ ଦେଇଛି କେତେ ପ୍ରକାର ଭୂମି ଅଛି ଏବଂ କୋଉ ଭୂମିକୁ ଆମେ କୋଉ ଭାବରେ ବ୍ୟବହାର କରୁଛେ। ଠିକ ଅଛି, ତ ଏହା ଥିଲା ଆମର କଣ ନା ଭାରତରେ ଭୂ ବ୍ୟବହାର ବୋଲେ କଣ ଭୂମିର ବ୍ୟବହାର, ଭାରତରେ ଥିବା ମାଟିକୁ ଆମେ କୋଉ କୋଉ ପ୍ରକାର ବ୍ୟବହାର କରୁଛୁ, ଏଇଟା ଥିଲା। ଏଇଟା ଖାଲି କଣ ନା ଏମିତି ଥିଲା, ବଟ୍ ୟାକୁ ଆମେ ଟେବୁଲେସନ ଭାବରେ ଏଇଟା ଦେଇଛି ଆମକୁ, ବହି ଅଛି ତ ଭଲସେ ଦେଖିବେ, ଠିକ ଅଛି। ତ ଦେଖନ୍ତୁ ଏହା ହେଲା ଆମର କଣ ନା ଭାରତର ମାନଚିତ୍ର,
तो मु टिके जेहेतु जोग्राफी जेहेतु पढ़ुछु तो एइटा हला कोन हमर पूर्व एरिया है कि नहीं पूर्व एटा को पश्चिम बोल कि ना कहबा दिग एटा को हमें कोन कहबा दक्षिण दिग बोल कि कहबा राइट एंड एपट जो काश्मीर एरिया लद्दाख एरिया को हमें कोन कहबा उत्तर बा नॉर्थ बोल कहबा ठीक अछि। तो आमर पड़ोशी देश जदि कहबी तो एइटा अच्छे बंगोपसागर कहीं बंगोपसागर कहगला कहीं एटे पश्चिम बंग अच्छी बांग्लादेश है कि नहीं एट अच्छे आम पश्चिम बंग एक्चुअली हाँ ना नहीं बा बांग्लादेश बंगला से बंगोपसागर कहगला या आरब सागर कहगला कहीं एटे साउदी अरब अच्छी है कि नहीं पश्चिम एवं ये कौन आम दक्षिण महासागर अच्छी या दक्षिण दिग बोली कह गोटे समुद्र एपटे आरब सागर मिशुचे एपटे आमर सॉरी एपटे बंगोपसागर मिशुचे एपटे आरब सागर मिशुची ये जो कन्याकुमारी अच्छी ये आम तीन तीन टा सागर पानी मिशुंट राइट यहाँ हला आमर आंडामान निकोबर द्वीपपुंज यहाँ भारत बहुत दूर थिले कौन आमर यहाँ हूँ गोटे केन्द्र शासित अंचल ये राज्यपाल जड़े शासक के रहती ठीक अच्छे। आउ एपटे आमर कौन गोटे गोटे आमर पड़ोसी राज्य मान अच्छा नेपाल ये भूटान ये बांग्लादेश ये पाकिस्तान एपट अच्छे कौन अफगानिस्तान ये म्यांमार अच्छी माने ये गुड़ाक लगिक अच्छे राइट से तो आई होप कि वीडियो भलसे बुझा पड़ा ए वीडियो रे हमें ना कौन ना भूमि व्यवहार को आलोचना कले एवं नेक्स्ट वीडियो रे हम आलोचना करिया कौन ना भारत रे अरण्य भूमि विषय रे पढ़िया ठीक अच्छी। तो से पर्यंत मते विदाय दियंतु देखा नेक्स्ट वीडियो रे थैंक यू सो मच।